ଆଜିର ଖବର। ସୁଭଦ୍ରା ନୂଆ ହିତାଧିକାରୀଙ୍କୁ ମାର୍ଚ୍ଚ 8ରେ ମିଳିବ ଟଙ୍କା। ଏକାଥରକେ 2ଟି କିସ୍ତି ପାଇବେ ମହିଳା। ପୁରୀ ଅସ୍ତରଙ୍ଗ ଓ ପାରାଦୀପ ସମୁଦ୍ରକୂଳରେ ଅଲିଭ୍ ଲିଡେଲ କଇଁଛ ସୁରକ୍ଷା ପାଇଁ 7 ମାସ ପର୍ଯ୍ୟନ୍ତ କଟକଣା ଲାଗିଲା। 3. ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ ଓ ସଂସ୍କୃତି ବିଭାଗରେ ଲାଗିଲା ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା। ଡିସେମ୍ବର ମାସ 6 ତାରିଖରୁ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି 7ମ ରାଜ୍ୟ ପୁସ୍ତକ ମହୋତ୍ସବ। 5. ଭୁବନେଶ୍ୱର ଇନୋଫୋ ଭ୍ୟାଲିରେ ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପର ଭୂମି ପୂଜନ ହେଲା। 6. ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ସୁଭଦ୍ରା ଶକ୍ତି ମେଳା ଉଦ୍ଘାଟିତ 12 ତାରିଖ ପର୍ଯ୍ୟନ୍ତ ଚାଲିବ। 7. ଦମ୍ପତି ଭିତ୍ତିକ ବଦଳି ଦାବିରେ ଆସନ୍ତାକାଲି ପରିବାର ସହ ଧାରଣା ଦେବେ 541 ଶିକ୍ଷକ ଦମ୍ପତି। 8. ରାଜସ୍ୱ ନିରୀକ୍ଷକ ପଦୋନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ଓଡ଼ିଶା ହାଇକୋର୍ଟ ଖାରଜ କଲେ। ପୁଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି କେଳାଙ୍କାରୀରେ ଶଙ୍କର ପୃଷ୍ଟି ଗିରଫ। ନେପାଳ ସୀମାରୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। 10. ନୂଆପଡ଼ାରେ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ପିଏସ୍ଓ ରାସ୍ତା ଉପରେ ଗୁଳିଚାଳନା କଲେ ବୋଲି ଥାନାରେ ମାମଲା ଦାୟର। 11. ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଲଜ୍ଜା। ଘରୋଇ କମ୍ପାନୀରୁ କାମ ସାରି ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ। 12. ଭୁବନେଶ୍ୱର ଚନ୍ଦ୍ରକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ଖୁଲାସା। ଗୁଣିଗାରେଡ଼ି ସନ୍ଦେହରୁ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। 2 ଅଭିଯୁକ୍ତ ଗିରଫ। 13. ଅଶାନ୍ତ ରାଜଧାନୀରେ ଖଣ୍ଡା ବୁଲିଲା। ଟଙ୍କପାଣି ରୋଡରେ ଟଙ୍କା ନ ଦେବାରୁ 2 ଦୋକାନୀ ଚୋଟ ଖାଇ ଆହତ ହୋଇଛନ୍ତି। ଫୁଲବାଣୀ କଳିଙ୍ଗା ଘାଟି ଭୂସ୍ଖଳନର 46 ଦିନ ପରେ ବିଧିବଦ୍ଧ ଭାବେ ଖୋଲିଲା। ସରକାରୀ ବିଜ୍ଞପ୍ତି ଜାରି ହେଲା। 15. ଅନୁଗୁଳରେ ମାଛ ମଡ଼କ। ପରଙ୍ଗ ଡ୍ୟାମରେ ପାଣି ଉପରେ ଭାସୁଛନ୍ତି ହଜାର ହଜାର ମଲା ମାଛ। 16. ବରଗଡ଼ର ଅତାବିରାରେ 2ଟି ଘଟଣାରେ 4 ଜଣଙ୍କ ମୃତ୍ୟୁ। ଗୋଟେ ପରେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କଲେ। ଅନ୍ୟ ସ୍ଥାନରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କଲେ। 17. ନୟାଗଡ଼ର ବୁଲଡଗ୍ରେ ଡ୍ରାଇଭିଂ କଲାବେଳେ ବସ୍ ଡ୍ରାଇଭରଙ୍କ ହୃଦଘାତରେ ମୃତ୍ୟୁ। ମୃତ୍ୟୁ ପୂର୍ବରୁ ଗାଡ଼ି ଅଟକାଇଲେ 40 ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ। ଚଳିତ ନଭେମ୍ବର ପ୍ରଥମ ସପ୍ତାହରେ ରାଜ୍ୟର ବିଭିନ୍ନ ଅଭୟାରଣ୍ୟରେ ବାଘ ଗଣନା କରାଯିବ। ଗଜପତି ଜିଲ୍ଲାରେ ମହେନ୍ଦ୍ରଗିରି ଖୋଲିଲା। ସ୍ୱାଭାବିକ ହେବ ପର୍ଯ୍ୟଟକମାନଙ୍କ ଗମନାଗମନ। ସମ୍ଭାବ୍ୟ ବାତ୍ୟା ପାଇଁ ବନ୍ଦ ଥିଲା। 20. କଟକ ବାଲିଯାତ୍ରାରେ ରାତି 11ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପ୍ରଶାସନର ନିଷ୍ପତ୍ତି। 21. କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜରୁ ସମୁଦାୟ 5 କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ। ବ୍ରାଉନ ସୁଗାର ଖୋର୍ଦ୍ଧାରେ ସବୁଠାରୁ ଆଗରେ। ଆନ୍ଧ୍ର ଶ୍ରୀକାକୁଲମ ଭେଙ୍କଟେଶ୍ୱର ମନ୍ଦିର ଦଳାଚକଟା ପାଇଁ ମନ୍ଦିର ମୁଖିଆଙ୍କ ନାଁରେ ମାମଲା ରୁଜୁ। 12 ମୃତ ଭିତରେ ଅଛନ୍ତି ଓଡ଼ିଆ ଯୁବତୀ। 23. ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଉତ୍କ୍ଷେପଣ ହେବ CMS-03। 24. GST ଆଦାୟରେ ସରକାର ମାଲାମାଲ। 1.96 ଲକ୍ଷ କୋଟି ସଂଗ୍ରହ ହୋଇଛି। 25. ଆଧାର ଅପଡେଟ୍ ଅନଲାଇନରେ ହୋଇପାରିବ। ଜନସେବା କେନ୍ଦ୍ର କେବଳ ବାୟୋମେଟ୍ରିକ ପାଇଁ ଯିବାକୁ ପଡ଼ିବ। 26. ସୁଦାନ ଦେଶର ହସ୍ପିଟାଲରେ 460 ଲୋକଙ୍କୁ ହତ୍ୟା। ବିଶ୍ୱବ୍ୟାପୀ ନିନ୍ଦା ଏଲ୍ ଫାସେରରୁ 36,000 ଲୋକଙ୍କ ପଳାୟନ।